ପ୍ରିୟ ଆତ୍ମନ୍, ଯେତେବେଳେ କୌଣସି ମନୁଷ୍ୟ ସମ୍ମୁଖରେ କୌଣସି ବିଚାରଣୀୟ ସମସ୍ୟା ଉପସ୍ଥିତ ହୁଏ, ସେତେବେଳେ ସେ ନିଜର ଗୋଟିଏ ହାତ ଲଲାଟ ଉପରେ ରଖି ଚିନ୍ତା କରିବାକୁ ଲାଗେ। ଏହାର ଅର୍ଥ ଚିନ୍ତା କରିବାର ଶକ୍ତି ଏହି ସ୍ଥାନରେ। ମନୁଷ୍ୟର ସୂକ୍ଷ୍ମ ହୃଦୟ ମଧ୍ୟ ଏହା ହିଁ ଅଟେ। ଏହି ସ୍ଥାନରେ ଆଜ୍ଞାଚକ୍ର ଓ ତ୍ରିକୁଟି। ଯୋଗୀମାନେ ଯେତେବେଳେ ହୃଦୟ କମଳର ଧ୍ୟାନ କରିବାକୁ କହନ୍ତି, ସେତେବେଳେ ସେମାନଙ୍କର ଉଦ୍ଦେଶ୍ୟ ତ୍ରିକୁଟିରେ ଧ୍ୟାନ କରିବା। ଯୋଗୀମାନଙ୍କର ସୂକ୍ଷ୍ମ ହୃଦୟ ସ୍ଥୂଳ ହୃଦୟର 24 ଆଙ୍ଗୁଳି ଉପରେ। ଖୋଲା ଆଖିରେ ଏହି ହୃଦୟକୁ ଧ୍ୟାନ କରିବା ଦ୍ୱାରା ଆପଣ ଯେଉଁ ଭିଡ଼ିଓରେ ଦେଖିପାରୁଛନ୍ତି, ଏପରି ଚିହ୍ନ ଦୃଷ୍ଟିଗୋଚର ହୁଏ। ଭିତରେ ବି ଗୋଟିଏ କମଳ ଅଛି। ଯୋଗରେ ଯେଉଁଠି ଯେଉଁଠି କମଳ ନାମ ଆସିଛି, ତାହାର ଉଦ୍ଦେଶ୍ୟ ପ୍ରକୃତରେ କମଳରୁ ନୁହେଁ, କିନ୍ତୁ ସେଠାକାର କମଳ ପରି ନାଡ଼ିର ଗ୍ରନ୍ଥିମାନ ଅଛି। କମଳ ଆକାରର କୌଣସି ମାଂସ ପିଣ୍ଡ ଅଛି। କମଳ ଆକାରରେ ଏକ ଶୂନ୍ୟ ସ୍ଥାନ ଅଥବା ସେଠାରେ କମଳ ଆକାରରେ ଗୋଟିଏ ଚିହ୍ନ ପ୍ରକଟ ହୋଇଥାଏ। ଏହି ଆଜ୍ଞାଚକ୍ର ବା ତ୍ରିକୁଟି ସ୍ଥାନର ପାଖରେ ଅର୍ଥାତ୍ ଶରୀରର ଉପର ଭାଗରେ ମସ୍ତିଷ୍କ ବା ଦିମାଗର ସ୍ଥାନ। ମନ ଓ ଆତ୍ମା ଯଦ୍ୟପି ସାରା ଶରୀରରେ ବ୍ୟାପ୍ତ, ତଥାପି ଏହାର ରାଜଧାନୀ ବା ମୁଖ୍ୟ ସ୍ଥାନ ଏଇଠି। ଆଜ୍ଞାଚକ୍ର ଓ ତ୍ରିକୁଟି ମଧ୍ୟ ଏହିଠାରେ। ସମସ୍ତ ଶରୀର ଉପରେ ଶାସନର କାର୍ଯ୍ୟ ଏହିଠାରୁ ହୁଏ। ଯେପରି ରାଜା ପ୍ରଜା ଉପରେ ଶାସନ କରେ ଓ ପ୍ରଜା ରାଜକର ଦେଇ ତାହାକୁ ପୋଷଣ କରେ, ଠିକ୍ ସେହିପରି ଭାବରେ ମସ୍ତିଷ୍କ ଓ ମନ ସାରା ଶରୀର ଉପରେ ଶାସନ କରେ ଓ ତାହାକୁ ପୁଷ୍ଟ କରେ। ପୁଣି ଶରୀରର ଶକ୍ତି ନେଇ ସ୍ୱୟଂ ପୁଷ୍ଟ ହୁଏ। ଆଜ୍ଞାଚକ୍ରରୁ ତଳକୁ ତାହା ପାଖରେ ଆମର ଆଖି ଦୁଇଟି ଅଛି। ତ୍ରିକୁଟିର ଧ୍ୟାନ ଦ୍ୱାରା କାମ ନିଆଯାଏ। ଆଖି, ମନ ଓ ଆତ୍ମାକୁ ଟାଣିବା ପାଇଁ ଦୁଇଟି ଖିଡ଼ିକି। ଯେପରି ପରଦା ଭିତରେ ରହୁଥିବା ସ୍ତ୍ରୀ ଲୋକକୁ ଖିଡ଼ିକିରେ ଉଙ୍କି ମାରି ଅନ୍ୟ ଲୋକ ଦେଖିପାରେ, ସେହିପରି ଏହି ଝରକା ଦ୍ୱାରା ଆମେ ଅଭ୍ୟାସ କରିବା ପରେ ମନ ଓ ଆତ୍ମାକୁ ପ୍ରତ୍ୟକ୍ଷ ଦେଖିପାରୁ। ଆପଣଙ୍କ ହୃଦୟରେ କ'ଣ ଅଛି, ଏହାକୁ ଯୋଗୀ ଆପଣଙ୍କର ଆଖିକୁ ଦେଖି ବହୁତ କିଛି ଜାଣିପାରେ। କୌଣସି ପୁସ୍ତକକୁ ଲୋକେ ଗୋଟିଏ ଦିନର ଅଭ୍ୟାସ ଦ୍ୱାରା ପଢ଼ିପାରନ୍ତି କି? କେବେ ନୁହେଁ। ଗୋଟିଏ ଦିନରେ ତ ଅକ୍ଷରକୁ ଚିହ୍ନିବା ମଧ୍ୟ କଠିନ ହୋଇଯାଏ। କିନ୍ତୁ ଏମିତି ତ କିଛି ହେଲେ ମଧ୍ୟ ବିଚାର କରିବା ପରେ ପାଠକ ବୁଝିପାରେ ଯେ ଏହି ଆଖି ଦ୍ୱାରା ଅନ୍ୟର ଆତ୍ମା ଓ ମନକୁ ଆମେ ଉତ୍ତମ ଭାବରେ ପଢ଼ିପାରୁ। ଯେପରି ସ୍କୁଲରେ ଯାହା ବୁଝାଯାଏ ତାକୁ କଳାପଟା ଉପରେ ଶିକ୍ଷକ ଲେଖିଦିଅନ୍ତି, ସେହିପରି ଆତ୍ମାର କଳାପଟା ଆମର ଦୁଇଟି ଆଖି। ଯେପରି ସିନେମାର ପରଦା ଉପରେ ନାଟକର ଚିତ୍ର ପଡ଼େ, ଠିକ୍ ସେହି ଅବସ୍ଥା ଆଖିର। ଅଭ୍ୟାସ ହେବା ପରେ ଆଖି ଦ୍ୱାରା ନିଜର ସମସ୍ତ ବିଚାରକୁ ଜଣେ ମନୁଷ୍ୟ ଅନ୍ୟ ହୃଦୟରେ ଢାଳି ଦେଇପାରେ। ବିନା ଅଭ୍ୟାସରେ ଅଳ୍ପ ବହୁତ ଏହି କାର୍ଯ୍ୟ ନିଜେ ବା ନିଜ ଜୀବନରେ ସମସ୍ତେ କରନ୍ତି ଏବଂ କରିସାରିଥିବେ ମଧ୍ୟ। ମନୁଷ୍ୟ ଅବସ୍ଥାରେ ବହୁତ ସମ୍ବନ୍ଧ ଆଖି ସହିତ ରହିଛି। ଆଖି ବନ୍ଦ କରିବା ପରେ ନିଦ ଆସିବାକୁ ଲାଗେ ଓ ମନୁଷ୍ୟ ଶୋଇଯାଏ। ଶୋଇବା ପରେ ଆପେ ଆପେ ଆଖି ବନ୍ଦ ହୋଇଯାଏ। ଜାଗିବା ପରେ ଆଖି ଖୋଲିଯାଏ ଓ ଆଖିକୁ ଧୋଇବା ପରେ ନିଦ ଭାଙ୍ଗିଯାଏ। ପ୍ରାଣ ବାହାରି ଯିବା ପରେ ଆଖି ଓଲଟିଯାଏ। ଜାଗ୍ରତ ଅବସ୍ଥାରେ ଆଖି ଖୋଲା ରହିଥାଏ। ଆଖି ଖୋଲା ରହିଲେ ନିଦ ଆସେ ନାହିଁ। ଏହା ବି ହୁଏ ଆଖି ବନ୍ଦ କରିଦେଲେ ଚାହିଁବା କଠିନ ହୋଇଯାଏ। ଆଖିରେ ଆତ୍ମାର ଚେତନା ଶକ୍ତିର ବହୁତ ଘନିଷ୍ଠ ସମ୍ବନ୍ଧ ଅଛି। ଯୋଗାଭ୍ୟାସରେ ମଧ୍ୟ ଯେପର୍ଯ୍ୟନ୍ତ ଆଖିକୁ ଓଲଟାଇ ଆମେ ନିଜର ପିତୁଳିକୁ ଉପର ଆଡ଼କୁ ନେଇ ନ ଯାଇଛୁ, ସେ ପର୍ଯ୍ୟନ୍ତ ଧ୍ୟାନ ଓ ସମାଧି ଲାଗିବା କଠିନ। ଏହାର କାରଣ ସମାଧି ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତ୍ରିକୁଟିର ଧ୍ୟାନ କରିବା ଆବଶ୍ୟକ। ଏହି ତ୍ରିକୁଟିର ଧ୍ୟାନ କରିବା ପୂର୍ବରୁ ତ୍ରାଟକ କର୍ମ କରିନେବା ଆବଶ୍ୟକ। ତ୍ରାଟକ କର୍ମ କ'ଣ,
କେମିତି କରାଯାଏ ଯୋଗର ନିୟମଗତ ଶୌଚ ଅର୍ଥାତ୍ ଅଧ୍ୟାୟ 7ରେ ମୁଁ ବିସ୍ତାର ଭାବରେ କହିସାରିଛି। ଆପଣ ଚାହିଁଲେ ସେଠି ଦେଖିପାରିବେ। ତ୍ରିକୁଟିର ଧ୍ୟାନ ପ୍ରଥମେ କରିନେବା ଦ୍ୱାରା ସାଧନ କରିବା ସମୟରେ ନିଦ ସତରେ ନ ଆସେ। ଏହାଦ୍ୱାରା ମସ୍ତିଷ୍କ ଅଧିକ ଚେତନ ହୋଇଯାଏ ଓ କୁଣ୍ଡଳିନୀ ଜାଗ୍ରତ ହୋଇଯାଏ। ଯେପରି ଆଖି ଖୋଲା ରଖିଲେ ମନୁଷ୍ୟ ଜାଗ୍ରତ ହୁଏ ଓ ବନ୍ଦ ହେବା ଦ୍ୱାରା ସ୍ୱପ୍ନାବସ୍ଥା ଆସେ, ଠିକ୍ ସେହିପରି ଆଖିକୁ ଓଲଟାଇ ତ୍ରିକୁଟି ଧ୍ୟାନରେ ଯେତେବେଳେ ପିତୁଳାକୁ ଉପରକୁ ଚଢ଼ାଇ ଦିଆଯାଏ ସେତେବେଳେ ସମାଧି ଅବସ୍ଥା ନିକଟକୁ ଆସିବାକୁ ଲାଗେ। ପ୍ରାଣ ବାହାରି ଗଲା ପରେ ଆଖିର ପିତୁଳା ଉପର ଆଡ଼କୁ ଏପରି ଭାବରେ ଚଢ଼ି ଯାଇଥାଏ। ଏହାକୁ ଆଖିର ଓଲଟାଇବା କହନ୍ତି। ଏହି ଆଖିର ଓଲଟାଇବା କ୍ରିୟାକୁ ଅନ୍ୟ କିଛି ଅର୍ଥ ବାହାର କରିବା ଉଚିତ ନୁହେଁ। ତ୍ରିକୁଟି ଧ୍ୟାନରେ ଏସବୁ କିଛି ହୋଇଥାଏ। ତ୍ରିକୁଟିର ଧ୍ୟାନ କରିବା ଦ୍ୱାରା ଆହୁରି ଗୋଟିଏ ଲାଭ ହୁଏ। ଅନାହତ ଧ୍ୱନି ବହୁତ ସ୍ପର୍ଶ ହେବାକୁ ଲାଗେ, ଯାହାକୁ ଶୁଣିବା ଦ୍ୱାରା ଚିତ୍ତ ଏକାଗ୍ର ହୋଇଯାଏ ଓ ସମାଧି ଲାଗିଯାଏ। ଚିତ୍ତ ଏକାଗ୍ର ହେବା ଯୋଗ ସାଧନରେ ବହୁତ ଆବଶ୍ୟକ ଓ ଅନାହତ ଧ୍ୱନି ସ୍ପର୍ଶ ରୂପରେ ତ୍ରିକୁଟି ଧ୍ୟାନ କରିବା ଦ୍ୱାରା ହୁଏ। ଅତଏବ ତ୍ରିକୁଟିର ଧ୍ୟାନ ସାଧକ ପାଇଁ ଆବଶ୍ୟକ। କିନ୍ତୁ ଏସବୁ ସାଧନକୁ ବଢ଼ି ଚକ୍ର ଭେଦନର ସାଧନା ଏବଂ ଏହା ଉପରେ ହେଉଛି ଜ୍ଞାନ ସମାଧି। ଏହିସବୁ କଥାର ପୂର୍ଣ୍ଣ ଜ୍ଞାନ ଓ ସାଧନ ମୁନି ସମାଜରେ ଆସି ନ ଶିଖିଲେ ଠିକ୍ ଭାବରେ ପାଇପାରିବେ ନାହିଁ। ସ୍ୱାଧ୍ୟାୟ ବି ବିଶେଷ ଆବଶ୍ୟକ। ଅଧ୍ୟାୟ ହେଉଛି ସ୍ୱାଧ୍ୟାୟ। ସ୍ୱର ଅର୍ଥ ନିଜକୁ ନିଜେ, ତେଣୁ ନିଜର ଆତ୍ମାର ନିଜେ ନିଜର ବର୍ଣ୍ଣନା ଯେଉଁଥିରେ ଅଛି ସେହି ପ୍ରକାର ପାଠ ସ୍ୱାଧ୍ୟାୟ ଅଟେ। କେବଳ ଆତ୍ମାର ବର୍ଣ୍ଣନା ମୁନି ସମାଜ ପୁସ୍ତକରେ ଅଛି ଓ ଅନ୍ୟ ପୁସ୍ତକମାନଙ୍କରେ ଈଶ୍ୱର ଧ୍ୟାୟ, ମଜହବୀ ଧ୍ୟାୟ ଓ ଦେବଧ୍ୟାୟ ଅଛି, କିନ୍ତୁ ସ୍ୱାଧ୍ୟାୟ ନାହିଁ।